ଯେମିତି ମୁଁ ତ ସିଧା ସିଧା କହିବି ପ୍ରଶାସନ ଆଇନ ତା ବାଟରେ କାମ କରୁଛି। ଯେତେବେଳେ ଦୀର୍ଘ 24 ବର୍ଷ ଶାସନ ଚାଲିଥିଲା ସେତେବେଳେ ଆଇନ ତାଙ୍କ ଦ୍ୱାରା ପରିଚାଳିତ ହେଉଥିଲା, ଆଇନ ତ ଚାଲିଥିଲା ସେଇ କାମ। ସେତେବେଳେ ଆପଣମାନଙ୍କ ଗଣମାଧ୍ୟମରେ ସେତେବେଳେ ବାରମ୍ବାର ବାଜିଥିଲା ଏବଂ ସମସ୍ତ ଜନସାଧାରଣ ସେତେବେଳେ ସେ ଆଇନ ଦ୍ୱାରା ଦଳି ଚକଡ଼ି ହୋଇଯାଇଥିଲେ। ସେତେବେଳେ ସରକାରଟି ବଦଳାଇଥିଲେ, କିନ୍ତୁ ଯେତେବେଳେ ଆଇନ ଶୃଙ୍ଖଳିତ ଭାବରେ କାମ କରୁଛି, ଆଇନ ତା ବାଟରେ କାମ କରୁଛି, ସେତେବେଳେ ନିଶ୍ଚୟ କୋଉଠି ନା କୋଉଠି ତାଙ୍କର ଯେତେବେଳେ ପାୱାର ହ୍ରାସ ହେଇଯାଇଛି, ତାଙ୍କ ପାୱାର ଆଉ ନାହିଁ, ସେ ପାୱାର କରିଡରରେ ବୁଲିକରି ନାହିଁ, ତାକୁ ଫିଲ୍ ହଉଛି ଯେତେବେଳେ ସିଏ ମୋହନ ମାଝୀଙ୍କ ସରକାର ସ୍ୱଚ୍ଛ ଶାସନ ଚାଲିଛି। ମୁଁ ଯାହା କହି ଆସିଛି ନିଷ୍ପେଷିତ ଦଳିତ ଅବହେଳିତଙ୍କର କାର୍ଯ୍ୟ ଚାଲିଛି। ଆଜି ସାଧାରଣ ଲୋକଟେ ଖୁସି ଅଛି। ବଳବନ୍ତ ରାୟଙ୍କ ଫାର୍ମ ହାଉସ ଉପରେ ଧର୍ମଶାଳା ତହସିଲ ଧର୍ମଶାଳାର ତହସିଲଦାର ଏକ ନୋଟିସ ଜାରି କରିଛନ୍ତି ଯେ ଏଇ ଯୋଉ ଜମି ପ୍ରଣବ ବଳବନ୍ତ ରାୟଙ୍କର ଫାର୍ମ ହାଉସ ଇଏ ଜବରଦଖଲ ହେଇଛି। ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଜମିକୁ ପ୍ରଣବ ବଳବନ୍ତ ରାୟ କବ୍ଜା କରି ହାତେଇକି ରଖିଛନ୍ତି ଏଇ ଫାର୍ମ ହାଉସ ମଧ୍ୟରେ। ଖାତା ନମ୍ବର 336 ପ୍ଲଟ ନମ୍ବର 1118 ଇଏ ବେଆଇନ ଭାବେ ଫାର୍ମ ହାଉସ କରାଯାଇଛି। ଆବଶ୍ୟକତା ଠାରୁ ଅଧିକ ଜମି ଦଖଲ କରିଛନ୍ତି ପ୍ରଣବ ବଳବନ୍ତ ରାୟ। 25 ବର୍ଷ ଧରି ପାହାଡ଼ ପଥର ବାଲି ମାଟି ପାଣି ଇଏ ଲୁଟୁଥିଲେ। ଓଡ଼ିଶାରୁ 25 ବର୍ଷ ଧରି ଇଏ ଲୁଟିଥିଲେ। ଲୁଟି କୋଟି କୋଟି ଟଙ୍କାର ଆଲିସିଆନ ବଙ୍ଗାଳ ତିଆରି କରିଥିଲେ। ଯେତେବେଳେ ସରକାର ପରିବର୍ତ୍ତନ କଲେ ସାଧାରଣ ଲୋକେ ସେ କଥାଟାକୁ ସେ ସହି ପାରୁନାହାନ୍ତି। ଅସହିଷ୍ଣୁ ହେଇ ବାରମ୍ବାର ଧର୍ମଶାଳାରେ ରାଜନୈତିକ ହିଂସା ତିଆରି କରୁଛନ୍ତି ବୋଲି ଲିକୁ ସାହୁ ପ୍ରେସ ମିଟରେ ଅଭିଯୋଗ ଆଣିଛନ୍ତି।